तो हेलो फ्रेंड, आज आम पुणी पढ़ा जाभार गेट स्टार्टेड जोटा कि जाभा खाली तो आमर हो जाता इंट्रोडक्शन जोटा कि जाभा कौन कौन पे यूज करवा तर सब काली होता। तो आज आम कौन करवा ना जाभार स्टार्ट कले जाभार पढ़िया स्टार्ट है। तो कौन आगे कौन देती जाभा गेटिंग स्टार्टेड ओके जाभा इंस्टॉलेशन एटा तो आम शिखे समस्त को एटा तो किसी बेसी देखबार ना जमी कौन हो सब देखी तुमको देख ये कि वर्सन केମିତି ଜାଣିବ ତାପରେ କଣ କଣ ଭର୍ସନ ଏଟା ସବୁ ହେଇଛି ୱିଣ୍ଡୋଜ ସପୋର୍ଟ କଣ ଏଗୁଡ଼ା ସବୁ କହିଥିଲି ନା। ତ ଏଗୁଡ଼ାକ ଅଲରେଡ଼ି ଫାଷ୍ଟ ଭିଡ଼ିଓରେ ମୁଁ ଦେଇଛି ଯେଟା କି ସପୋର୍ଟ କଣ କଣ ରହୁଛି ନାହିଁ। ତ ଏଇଟା ହମେନ୍ ଯାବା ଏଗୁଡ଼ା ସବୁ କରିସାରିଛି। ତ ଏଥିପାଇଁ ଆମେ ଏଟା କରିବାନି। ତ ଆମେ ଷ୍ଟାର୍ଟ କରିବା ଡାଇରେକ୍ଟ ସିଣ୍ଟାକ୍ସ ଜାଭା ସିଣ୍ଟାକ୍ସରୁ। ତ ଫାଷ୍ଟ ଭିଡ଼ିଓ ଯେଉଁ କରିଥିଲି ମୁଁ ଇଣ୍ଟ୍ରୋଡକ୍ସନ୍ ପରେ ସେଇଟା ଥିଲା ସବୁ ଆମର ଜାଭାର କେମିତି କଣ ଇନଷ୍ଟଲେସନ୍ ପ୍ରୋସେସ୍ ସବୁ ସେଇଥିରେ ଅଛି। ତ ସେଇଠି ଦେଖିକି କରିପାରିବେ ସମସ୍ତେ। तो ମୁଁ ଭାବୁଛି ଏଇଟା ଦରକାର ହବନି। ତ ଡାଇରେକ୍ଟ ଆମେ ଜାଭା ସିଣ୍ଟାକ୍ସ କରିବା। ଜାଭା ସିଣ୍ଟାକ୍ସ ଇନ୍ ଦି ପ୍ରିଭିୟସ୍ ଚାପ୍ଟର वी क्रिएटेड ଜାଭା ଫାଇଲ୍ ଆମେ ଯେଟା କରିଥିଲେ ଗୋଟେ ଜାଭା main ଡଟ୍ ଜାଭା ମୁଁ କରିଥିଲି କି hello world ଡଟ୍ ଜାଭା and we use following code to print hello world ଯେଟା କି ଆମେ କରିଥିଲେ ଅଲରେଡ଼ି। ତ ଏଠି ଦେଖ ଦେଇଛି ପବ୍ଲିକ କ୍ଲାସ୍ ଏଟା ତ କରିଥିଲି ମୁଁ। ତାପରେ ଏଇଟା ଆମର ଏଇଟା ଯେଉଁ ସିଣ୍ଟାକ୍ସଟା କେମିତି କ'ଣ ସିଣ୍ଟାକ୍ସ ଲେଖା ହେଉଛି। ତ ଏଇଟା ଯେଉଁ ସିଣ୍ଟାକ୍ସ ଜାଭା ସିଣ୍ଟାକ୍ସଟା ଏଇଟା ପୁରା ଫୁଲ୍ ଏଇଟା ହେଉଛି ଜାଭାର ସିଣ୍ଟାକ୍ସ। ଏଇଟା ହେଉଛି ଜାଭାର ସିଣ୍ଟାକ୍ସ। ତ ଏଇଟା କ'ଣ କ'ଣ ଏବେ ଏକ୍ଜାମ୍ପଲ୍ଟା ଯେଉଁ କ'ଣ ମିଳିଛି ଦେଇଛି ସେଇଟା ବି ଏକ୍ସପ୍ଲେନ୍ କରିଛି। ତ ସେଇଟା ଏକ୍ସପ୍ଲେନ୍ କରିବା ଦେଖିବା ଆସ। ତ ଲେଖିଛି ଜାଭା ଏକ୍ଜାମ୍ପଲ୍ ଏକ୍ସପ୍ଲେନ୍ଡ। ତ ଏଇଟା କ'ଣ ଏଭ୍ରି ଲାଇନ୍ ଅଫ୍ କୋଡ୍ ଦ୍ୟାଟ୍ ରନ୍ସ ଇନ୍ ଜାଭା ମଷ୍ଟ ବି ଇନସାଇଡ୍ ଏନି କ୍ଲାସ୍। ହଁ ଆମେ ଯେଉଁ ପ୍ରୋଗ୍ରାମ୍ ଲେଖୁଛେ ଯେକୌଣସି କୋଡ୍ଟା ସବୁ କୋଡ୍ ମାନେ ଆମ ପ୍ରୋଗ୍ରାମ୍ ଯେଉଁ ଲେଖିଛେ ସେ ପ୍ରୋଗ୍ରାମ୍ର ସବୁ କୋଡ୍ ମାନେ ଯେମିତି ଗୋଟେ କ୍ଲାସ୍ର ଭିତରେ ରହିବା ଦରକାର। हाँ ଗୋଟେ କ୍ଲାସ୍ର ଭିତରେ ରହିବ। ତ ତାପରେ କ'ଣ କହିଛି ଇନ୍ ଆୱାର ଏକ୍ଜାମ୍ପଲ୍ वी नेम्ड द क्लास मेन। ତ ସେମିତି ମୁଁ ଯେଉଁ ଏକ୍ଜାମ୍ପଲ୍ ଦେଇଥିଲି ତୁମମାନଙ୍କୁ ସେଇଟା ଦେଇଥିଲି ଏଇଟା ଆମେ ଦେଖିଦେବା। ଏଇଟା ଆମେ କାହିଁ ମୋ କଥା ଛାଡ଼ ଏବେ ମୁଁ ଦେଖିଦେବି ଆଉଥରେ। ତ ଏଇଠି କ'ଣ କହିଛି ନା ଏଇ ଏକ୍ଜାମ୍ପଲ୍ରେ କ'ଣ ଅଛି ମେନ୍ କ୍ଲାସ୍ ନେମ୍ଟା କ୍ଲାସ୍ ନେମ୍ ଅଛି ମେନ୍। ଦେଖ ଏଇଟା ମେନ୍। ତ ମେନ୍ ଭିତରେ ସବୁ ଅଛି ଯେତେ ବି କୋଡ୍ ଦେଖ ପବ୍ଲିକ କ୍ଲାସ୍ ମେନ୍ ଲେଖିଛି। ତ ପବ୍ଲିକ କ୍ଲାସ୍ ସେଇଟା ଛାଡ଼ ମେନ୍ କ୍ଲାସ୍ଟା ଦେଇଛି କ୍ଲାସ୍ ନେମ୍ ଦେଇଛି ମେନ୍। ତ ମେନ୍ ଭିତରେ ସବୁ ଅଛି ଦେଖ ଏଇଟା ଲାଷ୍ଟ ଡେଟ୍ ଠିକ୍ ଅଛି ନା। ତ ସବୁ ଅଛି। ତ ଏବେ ଆମେ ଏକ୍ସପ୍ଲେନ୍ ତ କରିଦେଲେ ତାପରେ ଆମେ କ'ଣ କରିବା ଏବେ ହଁ ତାପରେ ଏଇଟା କ'ଣ ମେନ୍ କ୍ଲାସ୍ वी नेम्ड द क्लास मेन ହେଇଗଲା। ତାପରେ ଏ କ୍ଲାସ୍ ସୁଡ୍ ଅଲୱେଜ୍ ଷ୍ଟାର୍ଟ ୱିଥ୍ ଏନ୍ ଅପର କ୍ଲାସ୍ ଫାଷ୍ଟ କ୍ଲାସ୍। ଆମ କ୍ଲାସ୍ ନେମ୍ରେ ଯେଉଁ ଯେକୌଣସି କ୍ଲାସ୍ର ନେମ୍ଟା ଫାଷ୍ଟ ଷ୍ଟାର୍ଟିଂ ଯେଉଁ ଅପର କେସ୍ ରହିବ ସରି ମାନେ ଫାଷ୍ଟ ଲେଟର୍ଟା ଅପର କେସ୍ ରହିବା ଦରକାର। ତ ସେଇଟା ନିହାତି ଏଇଟା ମନେ ରଖିବା ଦରକାର ଯେ ଆମର କ୍ଲାସ୍ ଏଠି ଦେଇଛି ମେନ୍ ଏମ୍ଟା ବଡ଼ ଦେଇଛି। ତ ସେମିତି ପ୍ରତ୍ୟେକ ଯେକୌଣସି ଜାଭା କ୍ଲାସ୍ର ତାର କ୍ଲାସ୍ର ପ୍ରଥମ ଇଏଟା ମାନେ ଆମର ଲେଟର୍ଟା ଯେମିତି ଅପର କେସ୍ ରହିବା ଦରକାର। ତାପରେ କ'ଣ କହୁଛି ଜାଭା ଇଜ୍ କେସ୍ ସେନ୍ସିଟିଭ୍। ହଁ ସେଥିପାଇଁ ନା କି କେସ୍ ସେନ୍ସିଟିଭ୍ ମାନେ ହେଉଛି ମାଇ କ୍ଲାସ୍ ଯେମିତି ଦେଖ ଏମ୍ ବଡ଼ ସି ବଡ଼ एंड माई क्लास सब छोट होने हेज डिफरेंट मीनिंग अलग हो माई क्लास एटा गोटे मीनिंग एटा मीनिंग अलग हो। तो मेन देख तापर कौन कही द नेम ऑफ द जावा फाइल मस्ट मैच द क्लास नेम। हाँ एठी भी आउ गोटे जावा कौन देछि कि जे मैंने हमर जो क्लास नेम जेटा देथिबा तो सेटा सेम होवा दरकार का सहित जावा जो फाइल तुम सेव करियो प्रोग्रामटा तो नहले प्रॉब्लम हो। तो क्लास नेम फाइल नेम सेम दरकार। तापर कौन कहिछि ना when saving the file save it using the class name and add dot java। हाँ कौन कहिछि ना जेले सेव करछ हमें सेतेले कौन करिवो ना गोटे क्लास ना जेटा क्लास नेम छै सेटा दबो प्लस डॉट जावा दबो देले सेटा तार माने हमर जावा फाइलटा हेगला प्रोग्राम फाइलटा जेना टू एंड विथ द फाइल नेम ठीक अछि। तो तापर कौन कहिछि टू रन द एग्जांपल on your computer make sure that java is properly installed। माने प्रोग्राम जो हम रन करिया ता पूर्व हमरो जावा इंस्टॉल हेइथे दरकार प्रॉपर्ली। तो एटा कोन कहछि गो टू द गेट स्टार्टेड चैप्टर फॉर जावा इंस्टॉलमेंट आउटपुट नॉट बी हियर। एटा हम जानि पाले इंस्टॉल जानि छ ऑलरेडी। तापर कोन कहछि कि जो द मेन मेथड कोन ना द मेन मेथड इज रिक्वायर्ड एंड यू विल सी इट इन एवरी जावा प्रोग्राम। हाँ मेन मेथडटा सबआडे दरकार जे कोनसी प्रोग्राम लिखिले भी तो मेन मेथडटा हमको आगे दरकार हबो।
ଯେମିତି ଦେଖ ପବ୍ଲିକ ଷ୍ଟାଟିକ ଭଏଡ ମେନ୍ ମେନ୍ଟା ଏଇ ମେନ୍ ମେଥଡଟା ଏଇ ଯେଉଁ ପବ୍ଲିକ ଷ୍ଟାଟିକ ଭଏଡ ମେନ୍ ଏଇଟା ସବୁବେଳେ ସବୁ ପ୍ରୋଗ୍ରାମରେ ଥିବା ଦରକାର। ତାପରେ କଣ କହୁଛି ଏନି କୋଡ ଇନସାଇଡ ଦ ମେନ୍ ମେଥଡ ୱିଲ୍ ବି ଏକ୍ଜିକ୍ୟୁଟେଡ୍। ହଁ ଯେକୌଣସି ଯେତେ ବି ଆମେ କୋଡ ଲେଖେ ସବୁ କୋଡ ଗୁଡାକ ମାନେ ମେନ୍ ମେଥଡ ଭିତରେ ହିଁ କଣ ହବ ଏକ୍ଜିକ୍ୟୁଟେଡ୍ ହବ ଇନସାଇଡ ଦ ମେନ୍ ମେଥଡ। ତାପରେ ୟୁ ଡୋଣ୍ଟ ହ୍ୟାଭ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ କିୱାର୍ଡ ବିଫୋର ଆଣ୍ଡ ଆଫ୍ଟର ମେନ୍। ଏ କଣ କହୁଛି କି ତମକୁ କିଛି ଜାଣିବା ଦରକାର ନାହିଁ ମାନେ ହଁ ତ ଆମକୁ ଜାଣିବା ଦରକାର ନାହିଁ କି ମେନ୍ ଆଉ ମେନ୍ ପୂର୍ବରୁ କି ପରେ କିସ କିସ କିୱାର୍ଡ ଅଛି ନା ଅଛି। You will get to know them bit by bit while reading this film। ତ ଏଗୁଡାକ ମାନେ ଏଟା ପଢି ପଢି ଗଲେ ସବୁ ଜଣା ପଡିବ ଏଟା କଣ କେମିତି କଣ ଏଟା କଣ ପାଇଁ ଅଛି ସେଟା କଣ ପାଇଁ ଅଛି। ମେନ୍ ପୂର୍ବରୁ ପବ୍ଲିକ ଷ୍ଟାଟିକ ଭଏଡ କଣ ତାପରେ ଯୋଉ ଅଛି ଷ୍ଟ୍ରିଙ୍ଗ ଆରେ ଆର୍ଗସ୍ ଏଇଟା ସବୁ ଜାଣିପାରିବ ପରେ। ତ ଫର୍ ନାଓ just remember that that every Java program has a class। ହଁ ମାନେ ଏବେ ଜଷ୍ଟ ଜାଣ ଯେ କଣ ନା ଜାଭା ପ୍ରୋଗ୍ରାମ ର ଗୋଟେ କ୍ଲାସ ନେମ୍ ଅଛି which must match the file name ମାନେ ଫାଇଲ ନେମ୍ ସହିତ କ୍ଲାସ ନେମ୍ ସେମ୍ ହବା ଦରକାର। ହଁ and that every program must contain main method। ହଁ ଆଉ ଗୋଟେ କଣ ଜାଣିଲେ ଆଜି ନା ସେଇଟା ତ ମାନେ ସବୁ ପ୍ରୋଗ୍ରାମ ଯେକୌଣସି ପ୍ରୋଗ୍ରାମ ଲେଖିବା ତାର ସମସ୍ତଙ୍କର ଗୋଟେ ଗୋଟେ ମେନ୍ ମେଥଡ ଥିବ ନିହାତି। ଠିକ ଅଛି। ତାପରେ କଣ କହିଛି ଏଠି ସିଷ୍ଟମ ଡଟ୍ ଆଉଟ୍ ଡଟ୍ ପ୍ରିଣ୍ଟଏଲଏନ୍। ହଁ inside the main method we can use the println inside the main method we can use the println method to print the line or text on the screen। ହଁ କଣ କହିଛି ନା ଆମେ ସିଷ୍ଟମ ଡଟ୍ ଆଉଟ୍ ଡଟ୍ ପ୍ରିଣ୍ଟଏଲଏନ୍ ଟା ଯୋଉ ୟୁଜ କରୁଛେ ନା ମେନ୍ ମେଥଡ ଭିତରେ ଗୋଟେ ଅଛି ଦେଖ ପ୍ରିଣ୍ଟଏଲଏନ୍ ଅଛି ଯେ ମେଥଡ ଟା କି ଆମେ ୟୁଜ କରୁଛେ କଣ ନା ଗୋଟେ ପ୍ରିଣ୍ଟ କରିବା ଗୋଟେ ଲାଇନ ବା ଟେକ୍ସଟ ଯେଟା କି ସ୍କ୍ରିନ ଦେଇଛି ଟେକ୍ସଟ କୁ ପ୍ରିଣ୍ଟ କରିବା ପାଇଁ ଯେଟା ଦେଇଛି ନା ପବ୍ଲିକ ଷ୍ଟାଟିକ ଭଏଡ ମେନ୍ ଷ୍ଟ୍ରିଙ୍ଗ ଦେଇଛି ତ ତାପରେ ଯୋଉ ସିଷ୍ଟମ ଡଟ୍ ଆଉଟ୍ ଡଟ୍ ପ୍ରିଣ୍ଟଏଲଏନ୍ ଟା ହଉଛି ଏଟା ପ୍ରିଣ୍ଟ କରିବା ପାଇଁ ଯେ ଲାଇନ ଟା ଲେଖିଛେ ଆମେ ସେଇଟା ପ୍ରିଣ୍ଟ କରିବା ପାଇଁ ଆମର ସେଇଟା ୟୁଜ କରୁଛେ। ତ ଏଇଟା ହେଇଗଲା। ତାପରେ କଣ ଦେଇଛି ଏଗୁଡା କଣ ନୋଟ ରେ ଲେଖି ଦେଖ ଦ curly braces marks the beginning and the end of a block of a code। ହଁ ନା କଣ curly braces ଟା ଆମେ ୟୁଜ କରିବା curly braces ଟା ୟୁଜ କରିବା କେତେବେଳେ ମାନେ curly braces ଟା ୟୁଜ କେମିତି ନା ଯେକୌଣସି କୋଡ ବ୍ଲକ ଟା ଆମେ ୟୁଜ କରୁ ଯେକୌଣସି ଗୋଟେ ବ୍ଲକ ଲେଖିଲେ ତା ପୂର୍ବରୁ ତାପରେ ମାନେ ତା ଷ୍ଟାର୍ଟିଂ ଆଉ ଏଣ୍ଡ ରେ ଗୋଟେ ସେମିକୋଲନ ସରି ଗୋଟେ curly braces ରହିବ। each code statement must end with semicolon। ଯେକୌଣସି କୋଡ ବି ଲେଖିବା ଆମେ ତାକୁ ଏଣ୍ଡ କରିବା ସେମିକୋଲନ ଦ୍ୱାରା ଏଣ୍ଡ ହବ। ତାପରେ ଏଠି ଗୋଟେ କଣ ଏକ୍ସରସାଇଜ ଦେଇଛି ଦେଖ ଟେଷ୍ଟ yourself with exercises। ତ କଣ କହୁଛି insert the missing part of the code below output hello world। ଦେଖ ଏଠି ତ ଦେଇଛି କଣ ନା ଏଟା ଗୋଟେ ଆମକୁ ଏକ୍ସରସାଇଜ ଦେଇଛି ତ ଏଟା ଆମେ ସବମିଟ କରିବା। ତ ଆମେ ଯୋଉ ପଢିଥିଲେ କଣ ଯେଟା ସବୁ ଦେଖିଲେ ଏବେ ତ ଏଇଟା କଣ କରିବା ଏକ୍ସଟ୍ରାକ୍ଟ ଏଠିକୁ ଯିବା ଏଇଟା ଗୋଟେ କରିବା ଏକ୍ସରସାଇଜ ମାନେ ସବମିଟ କରିବା ଆନ୍ସର ଟା ତ ଆସିଲା ଏଠିକି। ତ ଏଠି ଆମେ କଣ କହିଛି ଆମେ ତ ଦେଖିଥିଲେ ପବ୍ଲିକ କ୍ଲାସ ନେମ୍ ମାଇ କ୍ଲାସ ନେମ୍ ଗୋଟେ କ୍ଲାସ ନେମ୍ ତ ପୁଣି ମେନ୍ ମେଥଡ କଣ ପବ୍ଲିକ ଷ୍ଟାଟିକ ଭଏଡ ମେନ୍ ତ ଷ୍ଟ୍ରିଙ୍ଗ ତାପରେ ମେନ୍ ମେଥଡ ଭିତରେ ଆମେ ରନ୍ କରିବା କଣ ନା ଦେଖ ଆମେ ଏବେ ଶିଖିଥିଲେ ପ୍ରିଣ୍ଟ କରିବା ପାଇଁ କି ସିଷ୍ଟମ ଡଟ୍ ଆଉଟ ପ୍ରିଣ୍ଟଏଲଏନ୍। ଠିକ ଅଛି ନା ଏବେ ଦେଖିଦବା ଆମେ ସବମିଟ କଲା ପରେ ଜଣା ପଡିବ ଭଲ ସେ କରେକ୍ଟ। ତ ଆମର ହେଇଗଲା ଏଟା ତ ଆଉ ଗୋଟେ ଏକ୍ସରସାଇଜ 2 ବି କଣ ଦେଇଛି ଦେଖିଦବା। ଛାଡ ଏଗୁଡା ପରେ ଆମେ ଜାଣିବା ଏଗୁଡାକ ଆଜି ପାଇଁ ଏତିକି ଥିଲା।